ସମସ୍ତଙ୍କୁ ଓଁ ସାଇରାମ ଆଶା କରୁଛି ଭଗବାନଙ୍କ କୃପାରୁ ସମସ୍ତେ ବହୁତ ଭଲ ଭାବରେ ଥିବେ। ଚାଲନ୍ତୁ ଆଜି ଶୁଣିବା ବିବାହ ତାରିଖର ନିୟମ ସବୁ। ତାପରେ ଶୁଣିବା କେଉଁ ଠାକୁରଙ୍କୁ କେଉଁ ଭୋଗ ଲାଗେ। ତାପରେ ଶୁଣିବା ରୋଷେଇ ଘର ଆଉ ପୂଜା ଘରର ସୁନ୍ଦର ଟିପ୍ସ। ତାପରେ ଶୁଣିବା ମନକୁ ଛୁଇଁଗଲା ବୋଲି ସୁନ୍ଦର କଥା ସବୁ। ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ଶୁଣନ୍ତୁ। ଯଦି ପସନ୍ଦ ଆସିବ ତାହେଲେ ସବସ୍କ୍ରାଇବ୍କୁ ଟଚ୍ କରିକି ବେଲ୍ ଆଇକନ୍କୁ ଟଚ୍ କରିଦିଅନ୍ତୁ। କାହିଁକିନା ମୁଁ ଯାହା ବି ଭିଡ଼ିଓ ଅପଲୋଡ଼ କରିବି ସେସବୁର ନୋଟିଫିକେସନ୍ ଆପଣମାନଙ୍କ ପାଖକୁ ପହଞ୍ଚି ପାରିବ ଆଉ ଆପଣମାନେ ଏହିପରି ଭିଡ଼ିଓ ସବୁ ଦେଖିପାରିବେ, ଶୁଣିପାରିବେ। ଯାହାର ମନ ପବିତ୍ର ଥାଏ ସେ ଈଶ୍ୱର ନ ପୂଜିଲେ ମଧ୍ୟ ଈଶ୍ୱରଙ୍କ କୃପା ତା ସାଥିରେ ରହିଥାଏ। ଯେଉଁ ମଣିଷର ମନ ଅପବିତ୍ର ଥାଏ ସେ ଯେତେ ଈଶ୍ୱରଙ୍କୁ ପୂଜା କଲେ ମଧ୍ୟ ସେ ଭକ୍ତିର କୌଣସି ମୂଲ୍ୟ ନଥାଏ। ଯେଉଁ ମାସରେ ବର ବା କନ୍ୟା ଜନ୍ମ ହୋଇଥିବେ ସେହି ମାସରେ ବିବାହ କରିବା ଉଚିତ ନୁହେଁ। ଯେଉଁ ମାସରେ ପିତାମାତା ବିବାହ କରିଥିଲେ ସେହି ମାସରେ ବିବାହ କରିବା ଉଚିତ ନୁହେଁ। ଜ୍ୟେଷ୍ଠ ମାସରେ ବଡ଼ ପୁଅର ବିବାହ କରିବା ଆଦୌ ଉଚିତ ନୁହେଁ। ସୂର୍ଯ୍ୟପରାଗ ଓ ଚନ୍ଦ୍ରଗ୍ରହଣ ମାସ ପ୍ରଥମ 3 ମାସ ଓ ପରବର୍ତ୍ତୀ 3 ମାସରେ ବିବାହ କରିବା ଉଚିତ ନୁହେଁ। ବୃହସ୍ପତିଙ୍କୁ କନ୍ୟା ସୁଖ ଏବଂ ଶୁକ୍ରକୁ ବର ସୁଖ କାରକ ଅଟନ୍ତି। ତେଣୁ ଗୁରୁ ଏବଂ ଶୁକ୍ରଙ୍କ ଉଦୟ ସମୟରେ ବିବାହ ହେବା ଉଚିତ। ଗଣେଶ ଭଗବାନଙ୍କୁ ମୋଦକ କିମ୍ବା ଲଡୁ ପସନ୍ଦ ଅଟେ। ରାମ ଭଗବାନଙ୍କର କେଶର ମିଶା କ୍ଷୀର। ବିଷ୍ଣୁ ଭଗବାନଙ୍କର କିସମିସ ସହିତ ଅଁଳା ରସର ଭୋଗ। ଶିବ ଭଗବାନଙ୍କୁ ଭାଙ୍ଗ, କ୍ଷୀର, ଦହି, ମହୁ, ଗୁଡ଼, ଘିଅ। ଲକ୍ଷ୍ମୀଙ୍କୁ ହଳଦିଆ ରଙ୍ଗର ମିଠା ଅନ୍ନ। ଦୁର୍ଗାଙ୍କୁ କ୍ଷୀର ମିଠା ହାଲୁଆ, କଦଳୀ, ନଡ଼ିଆ। ସରସ୍ୱତୀଙ୍କୁ ଧଳା ରାଶିର ଲଡୁ। ଶ୍ରୀକୃଷ୍ଣଙ୍କୁ ଲହୁଣୀ ଆଉ ମିଶ୍ରି। ହନୁମାନଙ୍କୁ ନାଲି ରଙ୍ଗର ଫୁଲ, ଗୁଡ଼ର ଲଡୁ ଆଉ ବେସନର ଲଡୁ। ହାତରେ ଟିକେ ଅଲିଭ ତେଲ ଲଗେଇ ଅଟା ଚକଟିଲେ ହାତରେ ଅଟା ଲାଗି ନଥାଏ। ଲଙ୍କା କାଟିଲେ ହାତ ଜଳାପୋଡ଼ା ହୋଇଥାଏ। ଯଦି ହାତରେ କଞ୍ଚା କ୍ଷୀର ହାତରେ ଲଗାଇଦେଲେ ଜଳାପୋଡ଼ା କମ୍ ହୋଇଯାଇଥାଏ। ଭୋଜନ କରିଥିବା ସ୍ତ୍ରୀର ଅପମାନ କରିଲେ ମା ଅନ୍ନପୂର୍ଣ୍ଣା ରୁଷ୍ଟ ହୋଇଯାନ୍ତି। ଭୋଜନ ଭୂମି ଉପରେ ବସି କରିବା ଉଚିତ ହୋଇଥାଏ। ଖଟ ଉପରେ ବସି ଭୋଜନ କରିଲେ ମଣିଷର ଆୟୁଷ କମ୍ ହୋଇଯାଇଥାଏ। ଘରେ ଠାକୁର ପୂଜା କରିବା ସମୟରେ କେବେବି ଜଳୁଥିବା ଦୀପ ଓ କଳସ ଏକାଠି ରଖିବା ଉଚିତ ନୁହେଁ। ଯଦି ପୂଜା କରୁଥିବା ସମୟରେ ଦେହ ଶୀତେଇ ଉଠେ କିମ୍ବା ଦେହରେ ଶିହରଣ ସୃଷ୍ଟି ହୁଏ ତେବେ ଦେବୀ କୃପା ପ୍ରାପ୍ତିର ସଂକେତ ହୋଇଥାଏ। ଯଦି କୌଣସି କାର୍ଯ୍ୟରେ ଘରୁ ବାହାରିଯିବା ପରେ ହଠାତ୍ ମନେପଡ଼େ ଘରେ କୌଣସି ଜିନିଷ ଭୁଲି ଯାଇଛନ୍ତି ତେବେ ଖରାପ ସମୟ ଟଳିଯିବାର ସଂକେତ ହୋଇଥାଏ। କାଚ ପାତ୍ରରେ ଲୁଣ ରଖିଲେ ଶୁଭ ଫଳ ମିଳିଥାଏ। ଘର ପାଖରେ କଇଁଆ ଗଛ, ତାଲ ଗଛ ଏବଂ ବାଉଁଶ ଗଛ ରଖନ୍ତୁ ନାହିଁ। ସକାଳର ସୂର୍ଯ୍ୟ କିରଣ। ପ୍ରତିଦିନ 7-8 ଘଣ୍ଟା ଶୋଇବା ଉଚିତ। ନିଜ ଓଜନ ଅନୁଯାୟୀ ପାଣି ପିଇବା। ଶୁଦ୍ଧ ଶାକାହାରୀ ଭୋଜନ କରିବା। ପ୍ରତିଦିନ ଯୋଗ ବ୍ୟାୟାମ କରିବା ଉଚିତ। ସବୁ ପରିସ୍ଥିତିରେ ନିଜ ଉପରେ ଦୃଢ଼ ବିଶ୍ୱାସ ରଖିବା। ବିଭିନ୍ନ ପ୍ରକାର ନିଶାଦ୍ରବ୍ୟ ଗୁଡ଼ିକ ତ୍ୟାଗ କରିବା। ଏହି ନିୟମ ସବୁ ମାନିଲେ ଦେହ ସୁସ୍ଥ ରହିଥାଏ। ବେଳେ ବେଳେ ସବୁ ଦୁଃଖ କଷ୍ଟକୁ ଲୁଚେଇ
ମୁଁ ଭଲ ଅଛି ବୋଲି କହିବାକୁ ପଡ଼ିଥାଏ। କାହିଁକି ନା ଅକୁହା ଦୁଃଖକୁ ବୁଝିବାର ଶକ୍ତି ସମସ୍ତଙ୍କ ପାଖରେ ନଥାଏ। କିଛି ଲୋକ ଅନ୍ୟକୁ ବିପଦରେ ପକାଇ ତାର ସରଳତାର ସୁଯୋଗ ନେଇ ଖୁସି ହୋଇଥାନ୍ତି। ସେମାନେ ଜାଣିନଥାନ୍ତି ଯେ ସେ ଖୁସି ଅଳ୍ପ ଦିନର। କାହିଁକି ନା ସୃଷ୍ଟିର ନିୟମ ହେଉଛି ଯେ ଅନ୍ୟ ପାଇଁ ଗାତ ଖୋଲିଥାଏ ସେ ନିଜେ ହିଁ ଗାତରେ ପଡ଼ିଥାଏ। ଶରୀରରେ ଲାଗିଥିବା ଆଘାତ କିଛି ଦିନ ପାଇଁ ରହିଥାଏ, କିନ୍ତୁ ହୃଦୟକୁ ଲାଗିଥିବା ଆଘାତ ବର୍ଷ ବର୍ଷ ଧରି ରହିଥାଏ। ତେଣୁ କାହା ହୃଦୟକୁ ଆଘାତ ଦେବା ପୂର୍ବରୁ ଥରୁଟିଏ ନିଶ୍ଚିନ୍ତ ଭାବିବେ। ପୁରୁଣା ବସ୍ତ୍ର, ଗରିବ ସାଙ୍ଗ, ସାଧାରଣ ଜୀବନ, ବୟସ୍କ ବାପା ମା ଏମାନଙ୍କୁ କେବେ ବି ଲାଜ କରିବେ ନାହିଁ। ଯଦି ଅମୃତ ବେଲାରେ ପଶ୍ଚିମକୁ ମୁହଁ କରି ଖୋଲା ଜାଗାରେ ହାତ ଆକାଶକୁ ଉଠାଇ ଲକ୍ଷ୍ମୀଙ୍କୁ ସ୍ମରଣ କଲେ ଏବଂ ହାତକୁ ମୁହଁରେ ଲଗାଇଲେ କିଛି ଦିନ ମଧ୍ୟରେ ଧନ ପ୍ରାପ୍ତି ହୋଇଥାଏ। 11ଟି ଗୁଆକୁ ହଳଦିଆ କପଡ଼ାରେ ବାନ୍ଧି ରୋଷେଇ ଘରର ପୂର୍ବ କୋଣରେ ରଖିଲେ ଘରେ କେବେ ଅନ୍ନ ଏବଂ ଧନର ଅଭାବ ହୋଇନଥାଏ। କୌଣସି ଶୁଭ ଦିନରେ ଅଭାବଗ୍ରସ୍ତ ଲୋକଙ୍କୁ ଅଟା, ଚାଉଳ କିମ୍ବା ଧଳା ବସ୍ତ୍ର ଦାନ କରିବା ଦ୍ୱାରା ଘରେ ଲକ୍ଷ୍ମୀଙ୍କ ଆଗମନ ହୋଇଥାଏ। ପୁଣ୍ୟ ବଳେ ମିଳିଥାଏ ମା, ଭାଗ୍ୟ ବଳେ ମିଳିଥାଏ ବାପା, ପସନ୍ଦରେ ମିଳିଥାଏ ସ୍ତ୍ରୀ, ବ୍ୟବହାର ବଳେ ମିଳିଥାଏ ଉତ୍ତମ ସାଙ୍ଗ, କର୍ମ ବଳେ ମିଳିଥାଏ ଇଜ୍ଜତ, ସହଜରେ ମିଳିଥାଏ ଧୋକା, ଧର୍ମ ବଳେ ମିଳିଥାଏ ମୋକ୍ଷ, ସେବା ବେଳେ ମିଳିଥାଏ ଆତ୍ମସନ୍ତୋଷ, ପରିଶ୍ରମ ବଳେ ମିଳିଥାଏ ସଫଳତା। ଥରେ ଜଣେ ବ୍ୟକ୍ତି ଭଗବାନଙ୍କୁ ପଚାରିଲା, ଭଗବାନ ଏ ଜୀବନ ଏତେ କଷ୍ଟମୟ କାହିଁକି? ଭଗବାନ ଉତ୍ତର ଦେଲେ, ଜୀବନରେ ଯଦି ସବୁକିଛି ସହଜରେ ମିଳିଯିବ ତାହେଲେ ଆମେ ଜୀବନରେ ମୂଲ୍ୟ ବୁଝିପାରିବା ନାହିଁ। କାରଣ ଯେଉଁ ଜିନିଷ ଯେତିକି କଷ୍ଟରେ ମିଳିଥାଏ ସେହି ଜିନିଷ ସେତିକି ଅଧିକ ମୂଲ୍ୟବାନ ହୋଇଥାଏ। ଯୁଧିଷ୍ଠିରଙ୍କ ଭଳି ଜୁଆ ଖେଳନ୍ତୁ ନାହିଁ। କର୍ଣ୍ଣଙ୍କ ପରି ଦୁଷ୍ଟ ଲୋକର ସାହାଯ୍ୟ ଲୋଡ଼ନ୍ତୁ ନାହିଁ। ଧୃତରାଷ୍ଟ୍ରଙ୍କ ପରି ପୁତ୍ର ମୋହ କରନ୍ତୁ ନାହିଁ। ଦ୍ରୌପଦୀ ପରି ଅନୁଚିତ ଜାଗାରେ ହସନ୍ତୁ ନାହିଁ। ପାଣ୍ଡୁଙ୍କ ପରି କାମର ବଶୀଭୂତ ହୁଅନ୍ତୁ ନାହିଁ। ଦୁର୍ଯ୍ୟୋଧନଙ୍କ ପରି ଅନଧିକାରପଣ ନିଅନ୍ତୁ ନାହିଁ। ଭୀଷ୍ମଙ୍କ ପରି ଅନୁଚିତ ପ୍ରତିଜ୍ଞାରେ ବନ୍ଧା ହୁଅନ୍ତୁ ନାହିଁ। ଦୁଶାସନ ପରି ନାରୀଙ୍କୁ ଅପମାନ କରନ୍ତୁ ନାହିଁ। ଶାନ୍ତନୁଙ୍କ ପରି କାମର ଆସକ୍ତ ହୁଅନ୍ତୁ ନାହିଁ। ପରୀକ୍ଷିତଙ୍କ ପରି କ୍ରୋଧରେ ଅନୁଚିତ କାର୍ଯ୍ୟ କରନ୍ତୁ ନାହିଁ। ଅଭିମନ୍ୟୁ ପରି ସାହସୀ ବୀର ହୁଅନ୍ତୁ। ଭଗବାନ କୃଷ୍ଣଙ୍କ ପରି ଧର୍ମର ସାଥ ଦିଅନ୍ତୁ। ବିଦୁରଙ୍କ ପରି ସ୍ପଷ୍ଟବାଦୀ ଶୁଭଚିନ୍ତକ ହୁଅନ୍ତୁ। ଘଟୋତ୍କଚ ପରି ଧର୍ମ କାର୍ଯ୍ୟରେ ବଳିଦାନ ପାଇଁ ପଛାନ୍ତୁ ନାହିଁ। ଅର୍ଜୁନଙ୍କ ପରି ନିଜ କର୍ମକୁ ଭଗବାନଙ୍କୁ ସମର୍ପଣ କରନ୍ତୁ। ରାସ୍ତା ଯେତେ ବି କଠିନ ହେଉଥାଉ ନା କାହିଁକି, ଯଦି ନିଜ ପାଦ ଉପରେ ବିଶ୍ୱାସ ଥିବ, କଠିନ ରାସ୍ତାରେ ବି ଚାଲିବା ସହଜ ହୋଇଯିବ। ଜୀବନରେ ଆମର ସବୁଠୁ ବଡ଼ ଭୁଲ ହେଉଛି ଆମକୁ ଲାଗେ କି ଆମ ପାଖରେ ବହୁତ ସମୟ ଅଛି। ସବୁବେଳେ ଭଗବାନଙ୍କୁ ବିଶ୍ୱାସ କରି ନିଜର କର୍ମ କରିଚାଲନ୍ତୁ। ଭଗବାନ ସବୁକିଛି ଠିକ୍ ସମୟରେ ନିଶ୍ଚୟ ଦେବେ। ଯଦି ଆଜିର ଭିଡ଼ିଓ ଆପଣମାନଙ୍କୁ ପସନ୍ଦ ଆସିଲା ତାହେଲେ ସବସ୍କ୍ରାଇବକୁ ଟଚ୍ କରିକି ବେଲ୍ ଆଇକନ୍କୁ ଟଚ୍ କରିଦିଅନ୍ତୁ। ତାହେଲେ ରହୁଛି। ଓଁ ସାଇରାମ, ଜୟ ସାଇରାମ।